ମୁଁ କାହା ସାଙ୍ଗେ ଆଲୋଚନା କରିନି ଏ ବିଷୟରେ। ମୁଁ ଆଲୋଚନା କରିବି ଏବଂ ତାପରେ ପରବର୍ତ୍ତୀ ନିଷ୍ପତ୍ତି ମୁଁ କହିଛି ଆପଣଙ୍କୁ ଯେ ମୁଁ ରାଜନୀତି କରିବି ଏବଂ କରିବି 24/7 ମୁଁ ରାଜନୀତି କରେ ଏବଂ ସମାଜର କାର୍ଯ୍ୟକ୍ରମରେ ମୁଁ ନିଜକୁ ନିୟୋଜିତ କରିଛି ଏବଂ ମୁଁ ଆଲୋଚନା କଲା ପରେ ପରବର୍ତ୍ତୀ କଥା ଦେଖନ୍ତୁ ମୁଁ ଜାଣିନଥିଲି ଏପରି ଏକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତେଣୁ ମୋତେ ଟିକେ ସମୟ ଦିଅନ୍ତୁ ଚିନ୍ତା କରିବା ପାଇଁ ଆଲୋଚନା କରିବା ପାଇଁ ତାପରେ ପରବର୍ତ୍ତୀ ସୋଫିଆ କଂଗ୍ରେସ ଦଳର ବିଧାୟିକା ଅଛି ଏବଂ ତାର ୟା ସହିତ କିଛି ସମ୍ପୃକ୍ତି ନାହିଁ ସେ ତାର କାର୍ଯ୍ୟକ୍ରମ ନିଜେ କରେ ସେ କଂଗ୍ରେସ ଦଳର ବିଧାୟିକା ଅଛି ଯଦି ବିଧାୟିକା ଅଛି ତା ନିଜର ଚିନ୍ତା କରିବାର ଶକ୍ତି ଅଛି ତେଣୁ ୟା ଭିତରେ ଦୟାକରି ଯେହେତୁ ମୁଁ ପ୍ରଥମରୁ କହିଥିଲି ଯେ ୟା ଭିତରେ କାହାକୁ ମୁଁ ସଂଶ୍ଳିଷ୍ଟ କରିନାହିଁ ମୁଁ ବ୍ୟକ୍ତିଗତ ଭାବରେ ଲେଖିଥିଲି ଚିଠି ଏବଂ ଯାହା ବି ହେବ ବ୍ୟକ୍ତିଗତ ଭାବରେ ମୋ ଉପରେ ହେବ ତେଣୁ ମୁଁ ସେଥିପାଇଁ କାହାକୁ ଏଥିରେ ସଂଶ୍ଳିଷ୍ଟ କରିବାକୁ ଚାହୁଁନାହିଁ ମୋର ଯେଉଁମାନେ ୱେଲ୍ ୱିଶର ଅଛନ୍ତି ମୁଁ ସମର୍ଥକ କଥା ବି କହୁନି ଯେଉଁମାନେ ମୋର ୱେଲ୍ ୱିଶର ଅଛନ୍ତି ଯେଉଁମାନେ ମୋତେ ପରାମର୍ଶ ଦିଅନ୍ତି ଆଜିକା ଘଟଣା ପରେ କ'ଣ ପରାମର୍ଶ ତାଙ୍କଠୁ ମୁଁ ଗ୍ରହଣ କରିବି କ'ଣ କାର୍ଯ୍ୟକ୍ରମ ହେବ ମୁଁ ପୁଣି ପରବର୍ତ୍ତୀ ଅବସ୍ଥା